ଭାରତର ପ୍ରଥମ ରହସ୍ୟମୟ 64 ଯୋଗିନୀ ମନ୍ଦିର ଓଡ଼ିଶାର ହୀରାପୁରରେ ସ୍ଥିତ। 64 ଯୋଗିନୀ ମନ୍ଦିର, ଯାହାକୁ ମହାମାୟା ମନ୍ଦିର ମଧ୍ୟ କୁହାଯାଏ, ଏହା ଓଡ଼ିଶା ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ 20 କିଲୋମିଟର ଦୂରରେ ଅବସ୍ଥିତ। ଏହା ଯୋଗିନୀମାନଙ୍କୁ ପୂଜା ପାଇଁ ଉତ୍ସର୍ଗୀକୃତ। ନାମ ଯୋଗିନୀ ହେଲେ ମଧ୍ୟ ସେମାନେ ଶୁଭଦାୟୀ। ମନ୍ଦିରଟି ନବମ ଶତାବ୍ଦୀରେ ଭୌମ ରାଜବଂଶର ରାଣୀ ହୀରା ଦେବୀ ଦ୍ୱାରା ନିର୍ମିତ ହୋଇଥିବା ବିଶ୍ୱାସ କରାଯାଏ। ସ୍ଥାନୀୟ ପୁରୋହିତଙ୍କ ଅନୁସାରେ ମନ୍ଦିର ପଛରେ ଥିବା କିମ୍ବଦନ୍ତୀ ହେଉଛି ଯେ ଦେବୀ ଦୁର୍ଗା ଏକ ରାକ୍ଷସକୁ ପରାସ୍ତ କରିବା ପାଇଁ 64 ଜଣ ଦେବୀଙ୍କ ରୂପ ନେଇଥିଲେ। ଯୁଦ୍ଧ ପରେ ଏହି ଦେବୀମାନେ ଯୋଗିନୀ ରୂପରେ ଦୁର୍ଗାଙ୍କ ସହିତ ମନ୍ଦିରରେ ପୂଜା ପାଇବାକୁ ଇଚ୍ଛା ଏବଂ ଦୁର୍ଗାଙ୍କୁ ଅନୁରୋଧ କରିଥିଲେ। ଏହି ମନ୍ଦିରରେ ଗୋଟିଏ ପ୍ରଦୀପ ଖରା, ବର୍ଷା, ଶୀତ, ଦିନ ରାତି ଅହରହ ଦେବୀମାନଙ୍କ ଉଦ୍ଦେଶ୍ୟରେ ଜଳୁଥାଏ। କିମ୍ବଦନ୍ତୀରୁ ଜଣାଯାଏ, ଏହି ମନ୍ଦିର ମନ୍ତ୍ର, ତନ୍ତ୍ର ଓ ସାଧନାର ଶକ୍ତିସ୍ଥଳ ଭାବରେ ବହୁଦିନ ବ୍ୟବହାର କରାଯାଉଥିଲା। କଳାପାହାଡ଼ ଏହି ଦେବୀ ବା ଯୋଗିନୀମାନଙ୍କ ମୂର୍ତ୍ତିକୁ ବିକୃତ କରିଦେଇଛି। ମନ୍ଦିର ପରିସର ବର୍ତ୍ତମାନ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ପରିଚାଳିତ ହେଉଛି। ହଉଥିଲା ଜାଣିଛ ନା, ଏଠି ତନ୍ତ୍ର ସାଧନା ହଉଥିଲା। ଯଦି ଏତେ ଠାକୁରଙ୍କର ଇଏ ଥିଲା, ଠାକୁର ବି ତ କିଛି କରିପାରିଥାନ୍ତେ, କାଟିଲା।